ରହିଛି ମିତ୍ତଲ ଖଣି ସମ୍ମୁଖରେ 2024 ମସିହାରେ ଯେଉଁ ଧାରଣା ହେଇଥିଲା ସେଥିରେ ଗୋଟେ ତ୍ରିପାକ୍ଷିକ ଚୁକ୍ତିନାମା ହେଇଥିଲା ଉପଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ। ସେଥିରେ ଥିଲା ଯେ 200 ପିଲାଙ୍କୁ ସେ ନିଯୁକ୍ତି ଦେବ 6 ମାସ ଭିତରେ, କିନ୍ତୁ ଏତେ ଦିନ ବିତିଗଲେ ମଧ୍ୟ 63 ପିଲାଙ୍କୁ ମାତ୍ର ନିଯୁକ୍ତି ଦେଇଛି, ଆହୁରି 150 ଲୋକ ବାକି ଅଛନ୍ତି। ତା ସହିତ ଚୁକ୍ତିନାମା ହେଇଥିଲା ଯେ ରାସ୍ତା କଳମଙ୍ଗରୁ କୋଇଡ଼ା ରାସ୍ତା ପୁରା କଂକ୍ରିଟ ରୋଡ କରିବା ପାଇଁ, କିନ୍ତୁ ଅଧା ହେଇଛି, ଏପର୍ଯ୍ୟନ୍ତ ଆହୁରି ଅଧା ବାକି ଅଛି, ତାକୁ ଏପର୍ଯ୍ୟନ୍ତ ପୂରଣ କରାଗଲା ନାହିଁ। ତା ସହିତ ଚୁକ୍ତିନାମା ହେଇଥିଲା ବର୍ଷକ ଭିତରେ ଗୋଟେ ମେଡିକାଲ ସେମାନେ ତିଆରି କରିବେ, ଯୋଉଥିରେ କି ସ୍ଥାନୀୟ ମାଲଦା ପଞ୍ଚାୟତର ଲୋକମାନେ ତା ଦ୍ୱାରା ଚିକିତ୍ସା ହେବେ। ସେ ଜାଗା ଖୋଜୁ ଖୋଜୁ ଏପର୍ଯ୍ୟନ୍ତ 2 ବର୍ଷ ବିତିଗଲା, କିନ୍ତୁ ସେ ମେଡିକାଲ ବି ତିଆରି ହେଇପାରିଲା ନାହିଁ। କନଭେଣ୍ଟ ସ୍କୁଲ ବି ମଧ୍ୟ ପାଇଁ ଏଗ୍ରିମେଣ୍ଟ କରିଥିଲେ ଯେ 4 ମାସ ଭିତରେ ଆମେ ସ୍କୁଲ କନଭେଣ୍ଟ ସ୍କୁଲ କରିମୁ, ଆଉ ଗାଁ ପିଲାମାନେ ଇଂଲିଶ ମିଡିୟମରେ ପାଠ ପଢିବେ, କିନ୍ତୁ ତାହା ବି ଏପର୍ଯ୍ୟନ୍ତ ହେଇପାରିଲା ନାହିଁ। ତେଣୁ ବହୁତ ପ୍ରକାର ଚୁକ୍ତିନାମା ସେ କରିଛନ୍ତି, ସେ କାର୍ଯ୍ୟକାରୀ କରୁନାହାନ୍ତି। କିଛିଟା ଯୋଉଟା କରିଛନ୍ତି ସେ ମାତ୍ର କିଛି ନୁହେଁ, ତେଣୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ନ କରିବା କରୁଛନ୍ତି ବୋଲି ଆଜି ଏ ଧାରଣା ବସିଛି ଏବଂ ଏ ଧାରଣା ଚାଲିବ ଯେପର୍ଯ୍ୟନ୍ତ ସେମାନେ ଚୁକ୍ତିନାମାକୁ ପୂରଣ କରିନାହାନ୍ତି। ଏ ଧାରଣା ସେ ପର୍ଯ୍ୟନ୍ତ ଚାଲିବ।